ଆଜି ଏମିତି କଣ ହେଲା କି ମତେ ଲୋକ ଘରୁ ଶାଗ ମାଗିକି ଆଣବା ପାଇଁ ପଡିଲା। ଭିଡିଓ କଣ୍ଟିନ୍ୟୁ କଲେ ଜାଣିପାରିବେ। ଆମ ସକାଳଟା ଆଜି ଷ୍ଟାର୍ଟ ହେଲା ଆମ ପୁଚକୁ ଗାଈ ପାଖରୁ। ମାନେ ଏଇଟା ଆମ ଗାଈ ନୁହେଁ, କିନ୍ତୁ ସେ ଆମ ଘରକୁ ଡେଲି ସକାଳୁ ରୁଟି ଖାଇବା ପାଇଁ ଆସେ। ସେ ଯେତେବେଳେ ଛୋଟ ଥିଲା ସେ ସେତେବେଳୁ ହିଁ ସବୁଦିନ ଆସେ। ଆଜି ଏତେ ବଡ ହେଇଗଲାଣି। ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ। ମୁଁ ନନ୍ଦୁ, ମୁଁ ଆଉ ଗୋଟେ ମିନି ବ୍ଲଗକୁ ୱେଲକମ୍ କରୁଛି। ତ ସେମାନେ ଜିମ୍ ଯିବେ ବୋଲି ବାହାରି ଯାଇଥିଲେ, ଆଉ ମୁଁ ତାଙ୍କୁ ଠିଆ ହେଇକି ଦେଖୁଥିଲି। ଆଉ ଆମ ଘରେ ତୁଳସୀ ପିଣ୍ଡାରେ ତୁଳସୀ ଗଛ ଅଛି ସିନା, କିନ୍ତୁ ତୁଳସୀ ପତ୍ର ଟୋଟାଲି ନାହିଁ। ସବୁ ଛେଳି ଖାଇକି ଉଡେଇ ଦେଇଛନ୍ତି। ମୋ ସାନ ଭାଇ ଦୁଇଟା ୟୁପି ନେଇକି ଆସିକି ମତେ କହୁଛି, ଦିଦି ମତେ ବନେଇ ଦିଅ, ମୁଁ ଖାଇବି ୟୁପି। ଆଉ ଛୋଟ ଭାଇଟାକୁ ମୁଁ ମନା କରିପାରିଲିନି, କରିଦେଲି। ଆଉ ଛୋଟ ଭାଇ ଭଉଣୀ ମାନଙ୍କ ପାଖରୁ ଛଡିକି ଖାଇବା ପାଇଁ ଯେ ମଜା ଅଛି ନା, ଆଉ କିଛିରେ ମଜା ନାହିଁ ସେମିତିକା। ଆଉ ମୁଁ ବି ଟିକେ ଖାଇଦେଲି ତା ପାଖରୁ। ଆଉ କିଏ କିଏ ସେମିତି ଛୋଟ ଭାଇ ଭଉଣୀ ମାନଙ୍କ ପାଖରୁ ଛଡିକି ଖାଆନ୍ତି ମତେ ନିହାତି କମେଣ୍ଟ କହିବା। ଆଜି ମୋ ପେଟରେ କେ ରାକ୍ଷସ ପଶିଛି କେଜାଣି। ମୁଁ ଏତେକା ସିମେଇ ଖାଇସାରିଲିଣି, ହେନେ ବି ମୋ ଭୋକ ମରୁନି। ସେତିକି ହିଁ ନାହିଁ, ତାପରେ ବସିକି ମେଞ୍ଚେ ମୁଢି ଠୁସିଛି। ତାପରେ ବି ମତେ ଆହୁରି ଜୋର ଭୋକ ଲାଗୁଛି। ଏଇ ଲାଉ ଗଛଟା ଆମ ଛାତ ଉପରୁ ପୁରା ଦେଖାଯାଏ ଓ ଏତେ ସୁନ୍ଦର ମାତିଛି ଯେ ଯିଏ ବି ଦେଖ ଲୋଭ ଲାଗିଯିବ। ତ ମୋ ସ୍ୱାମୀକୁ ବି ଦେଖିକି ଖାଇତେ ଇଚ୍ଛା ହେଲା। ଯେହେତୁ ଆମ ମାମୁଁ ଘର ବାଡିରେ ହେଇଛି, ମୁଁ ଚାଲି ଯାଇଥିଲି ନାଉ ଶାଗ ଆଣବା ପାଇଁ। ଆଉ ଶାଗଟା ଏତେ ସୁନ୍ଦର ହେଇଥିଲା ଯେ ଆମେ ଦିଦି ମୁଁ ମିଶିକି 2 ଜଣ ଛଡେଇ ଦେଇଥିଲେ ଜଲ୍ଦି ଜଲ୍ଦି ପଖାଳ ଖାଇବା ବୋଲି। ଓ ଆମ ଛୋଟୁ ବି ଦେଖବା ପାଇଁ ପଳେଇ ଆସିଛି, ତାକୁ ବି ଶାଗ ବୋଧେ ପସନ୍ଦ ଆସୁଛି। ତାପରେ ଆମ ଶାଗ ଭାଜା ବି ହେଇଯାଇଥିଲା। ମୁଁ ଖାଇବା ପାଇଁ ବସି ଯାଇଥିଲି। ଆଉ ଶାଗ ଭାଜାଟା ବହୁତ ଟେଷ୍ଟି ହେଇଥିଲା, ବଢିଆ ଲାଗୁଥିଲା ଶାଗଟା। ତ ରହିଲି, ଆଉ ଗୋଟେ ଭିଡିଓରେ ଦେଖା ହବ। ବାଏ ବାଏ।